ହାଏ ହ୍ୟାଲୋ ଗାଇଜ୍, ସମସ୍ତଙ୍କୁ ମୋ ତରଫରୁ ଜୟ ଜଗନ୍ନାଥ। ତ ଆଜି ଆମେ ଡିସ୍କସନ୍ କରିବା ସିଟେଟ୍ ଏକ୍ଜାମ୍ରେ କେମିତି ସ୍କୋର୍ ଆପଣଙ୍କର ଭଲ ରହିବ ଏବଂ ଆପଣ ଫାର୍ଷ୍ଟ ଆଟେମ୍ପ୍ଟରେ କ୍ୱାଲିଫାଇ କରିପାରିବେ। ତ ସେଇ ଉପରେ ଆମେ ଆଜି ଡିସ୍କସନ୍ କରିବା। ତ ସିଟେଟ୍ ଏକ୍ଜାମ୍ରେ ଯେଉଁ ନୋଟିସ୍ ଆସିଥିଲା କେତେ 24/10/2025ରେ ଆସିଥିଲା, ଯେଟା ସେଣ୍ଟ୍ରାଲ୍ ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ତରଫରୁ ସେ ଆନାଉନ୍ସମେଣ୍ଟ ହେଇଛି ଯେ ଇନଫର୍ମେସନ୍ ଆସିଛି ଗୋଟେ ଯେ 8 ଫେବୃଆରୀରେ ସଣ୍ଡେ ଦିନ ପେପର୍ 1 ବୋଥ୍ ପେପର୍ 2 ଏକ୍ଜାମ୍ ହେବ, ଯେଟାକି ଏଇ ନୋଟିସ୍ଟା ଆସିଥିଲା। ତ ଆପଣଙ୍କ ସମୟ ବର୍ତ୍ତମାନ ରହୁଛି, ଆପଣଙ୍କୁ ଏଇଟା ହେଉଛି ନଭେମ୍ବର ଚାଲିଛି, ଆଜି ନଭେମ୍ବର ହେଉଛି 8 ତାରିଖ। ତ ଆପଣଙ୍କର ପ୍ରାୟ ଆଉ ଅଛି ନଭେମ୍ବର ଡିସେମ୍ବର ମାସେ, ଜାନୁଆରୀ ଫେବୃଆରୀ, ପ୍ରାୟ ଆପଣଙ୍କ ହାତରେ ଆଉ 2 ମାସ 2.5 ମାସ ରହିଲା। ତ ଆପଣ ଏତିକି ସମୟ ଭିତରେ ଆପଣ କେମିତି କେଉଁ ଟାଇପ୍ର ପ୍ରିପାରେସନ୍ କଲେ ଆପଣଙ୍କ ରେଜଲ୍ଟ ଭଲ ହେବ ଏବଂ ଆପଣ ଭଲ ଗୋଟେ ସ୍କୋର୍ କରିପାରିବେ, ଯେଟାକି ଆପଣ ଫାର୍ଷ୍ଟ ଆଟେମ୍ପ୍ଟରେ ଆପଣ କେମିତି କ୍ୱାଲିଫାଇ କରିବେ। ତ ସେଇ ଉପରେ ଆମେ ଡିସ୍କସନ୍ କରିବା। ଆଉ ଦେଖନ୍ତୁ, ଆପଣଙ୍କର ହେଉଛି ଯେଉଁ ଆପ୍ଲାଏ ହେବ, ଆପ୍ଲାଏ ଡେଟ୍ ଉପରେ କିଛି ମୁଁ କହିବି। ଆପଣଙ୍କର ଯେଉଁ ଆପ୍ଲାଏ ହେବ, ଆପ୍ଲାଏ ତ ହେବ ଆପଣଙ୍କର ଏଇ ନଭେମ୍ବର ମାସରେ ହେଇପାରେ, ନଭେମ୍ବରରୁ ଡିସେମ୍ବର ଚାଲିବ ଆପ୍ଲାଏ। ତାପରେ ଏକ୍ଜାମ୍ ଅଛି ଆପଣଙ୍କର ହେଉଛି ଫେବୃଆରୀ 2026, ଯେଉଁଟାକି 8 ତାରିଖରେ ଅଛି ଆପଣଙ୍କର ଏକ୍ଜାମ୍। ତ ଆପଣଙ୍କର ହାତରେ ଆଉ ସମୟ ଅଛି, ଆପଣ ଆରାମସେ ଚାହିଁଲେ ପଢ଼ାପଢ଼ି କଲେ ଠିକ୍ ଠାକ୍ ରେଜଲ୍ଟ କରିପାରିବେ। ତ ଆପଣଙ୍କୁ ଗୋଟେ କଥା ମୁଁ କହିବି, ଆପଣ କେଉଁ ସେକ୍ସନ୍ରୁ କେତେ ମାର୍କ ଟାଣିଲେ ଆପଣଙ୍କ ରେଜଲ୍ଟ ଠିକ୍ଠାକ୍ ହେବ। ଦେଖନ୍ତୁ, ଏଠି ଗୋଟେ ଜିନିଷ ଆପଣ ମନେ ରଖିବେ, କଣ୍ଟେଣ୍ଟ ଆଉ ପେଡ଼ାଗୋଜି। ଦେଖନ୍ତୁ, ଆପଣଙ୍କର ପେଡ଼ାଗୋଜି ବହୁତ ଇମ୍ପୋର୍ଟାଣ୍ଟ ରହିବ। ପେଡ଼ାଗୋଜି ହେଉଛି ଆପଣଙ୍କୁ, ଦେଖନ୍ତୁ, CDP ତ 30 ମାର୍କ ଆସିବ, CDP 30 ଆସିବ। ତାପରେ ଆମର ଯେଉଁ ଲାଙ୍ଗୁଏଜ୍ 1 ଲାଙ୍ଗୁଏଜ୍ 2, ଯେଉଁଟାକି ଓଡ଼ିଆ ଇଂଲିଶରୁ 15 30 ମାର୍କ ଆସିବ। ତାପରେ କଣ୍ଟେଣ୍ଟ ମ୍ୟାଥ୍ ଆଉ ସାଇନ୍ସ ମିଶିକି, ମ୍ୟାଥ୍ରୁ 10 ମାର୍କ ଆଉ ସାଇନ୍ସରୁ 10 ମାର୍କ ମିଶିକି 20 ମାର୍କ ଟୋଟାଲ୍ ଆସିବ। ପେଡ଼ାଗୋଜି ଆପଣଙ୍କର 80 ମାର୍କ ଆସିବ, 80 ମାର୍କ। ତାହେଲେ 80 ମାର୍କ ଯଦି ପେଡ଼ାଗୋଜି ଆସିଲା, ତାହେଲେ ଆପଣଙ୍କର ଆଉ କଣ୍ଟେଣ୍ଟ ରହିବ କେତେ ମାର୍କ? କଣ୍ଟେଣ୍ଟ ରହିବ ଆପଣଙ୍କର ମାତ୍ର 70 ମାର୍କ। ତ ଆପଣଙ୍କୁ ଏଠି ନିହାତି ଆପଣଙ୍କର ଇମ୍ପୋର୍ଟାଣ୍ଟ ରହିବ ପେଡ଼ାଗୋଜିଟା। ଯଦି ଆପଣ ପେଡ଼ାଗୋଜିରୁ ଯଦି ଭଲ ସ୍କୋର୍ କରିପାରିବେ, ତାହେଲେ ହିଁ ଆପଣଙ୍କର ମାର୍କଟା ଠିକ୍ ରହିବ। ଦେଖନ୍ତୁ, ଆପଣଙ୍କର ହେଉଛି SCBCର କଟ୍ ଅଫ୍ଟା କେତେ? ଆପଣଙ୍କର ହେଉଛି SCBCର ହେଉଛି କ୍ୱାଲିଫାଇ ମାର୍କଟା ହେଉଛି 82। SCBCର ହେଉଛି କ୍ୱାଲିଫାଇ ପାଇଁ ହେଉଛି 82। ଆପଣଙ୍କୁ 82 ଦରକାର। କିନ୍ତୁ ଆପଣ ଯଦି ଆଟେମ୍ପ୍ଟ ନେବେ, ଆପଣ ଯଦି ପେଡ଼ାଗୋଜିରୁ 80ରୁ ଆପଣ ଯଦି 60ରୁ 65 ରଖିଦେଲେ, କଣ୍ଟେଣ୍ଟ ମ୍ୟାଥ୍ ଆଉ ସାଇନ୍ସରୁ ଯଦି 10 20 ଟାଣିଦେବେ, ତାହେଲେ ଆପଣଙ୍କର କେତେ ହେଲା? 85 ହେଲା, ମାନେ କ୍ୱାଲିଫାଇ ହେଇଗଲେ। ପୁଣି ପେସେଜ୍ ଅଛି, ପେସେଜ୍ ଓଡ଼ିଆ ଇଂଲିଶ, ଆପଣ ଓଡ଼ିଆ କଣ୍ଟେଣ୍ଟରୁ 15ରୁ ଆପଣ ନିହାତି ଅତି କମ୍ଟା 5 10 ହିସାବ କରନ୍ତୁ। 5 ଯଦି ଆପଣ ଧର ଏଇଟା 60 ଟାଣିଲେ, ଆପଣ ପେଡ଼ାଗୋଜି 60 ଟାଣିବେ, ଏଇଠୁ 20, ତାହେଲେ 80 ହେଉଛି ଆପଣଙ୍କର। ଆଉ ଯଦି ଆପଣ 11ରୁ 10 20 ଟାଣିଦେବେ ଓଡ଼ିଆ ଇଂଲିଶରୁ ସମୟ ହିସାବରେ, ତାହେଲେ ଆପଣଙ୍କର କେତେ ହେଇଯିବ? 100 ହେଇଯିବ। ମାନେ ଏଇଟା ହେଉଛି ବହୁତ ଭଲ ସ୍କୋର୍। ଆପଣ ଯଦି ଏଇ ସ୍କୋର୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ସେଇ ଟାଇପ୍ର ଆଟେମ୍ପ୍ଟ ନେଇତେ ହେବ। ଦେଖନ୍ତୁ, ତାହେଲେ ଆପଣଙ୍କୁ ମୁଁ ଗୋଟେ ଜିନିଷ ସଜେସନ୍ ଦେବି। ଆପଣ ଯେଉଁ ଆମର NCERT ଅଛି, NCERTର ଆପଣ ହେଉଛି ସାଇନ୍ସଟାକୁ କଭର୍ କରିବେ, ସାଇନ୍ସ ଆଉ ମ୍ୟାଥ୍ NCERT। ଆଉ ପେଡ଼ାଗୋଜି ଆପଣ ତ ପଢ଼ିବେ, ୟୁଟ୍ୟୁବ୍ରେ ଚ୍ୟାନେଲ୍ ପାଇଯିବ। ପେଡ଼ାଗୋଜି ଆପଣ ଫାର୍ଷ୍ଟ ହେଉଛି ପ୍ରିଭିୟସ୍ ଇୟର୍ କ୍ୱେଶ୍ଚିନ୍ ଆପଣ ଡିସ୍କସନ୍ କରିବେ। PIQ ଯେତିକି ଆମର ଅଲ୍ ଯେଟା ପ୍ରିଭିୟସ୍ ଇୟର୍ ଯେତିକି ସବୁ ଏକ୍ଜାମ୍ ଅଛି, ଆମର ସେ ଷ୍ଟେଟ୍ ହଉ, OTT ହଉ, ଯାହା ବି ହଉ, ଆପଣ ପେଡ଼ାଗୋଜିର ଯେତେ କ୍ୱେଶ୍ଚିନ୍ ପାରିବେ ପ୍ରାକ୍ଟିସ୍ କରିବେ, ଆପଣଙ୍କ ରେଜଲ୍ଟ ଭଲ ରହିବ। ତାହେଲେ ହିଁ ଆପଣଙ୍କର ସ୍କୋର୍ ଭଲ ରହିବ। ତ ଆଶା କରେ କି ଆପଣଙ୍କୁ ଭିଡ଼ିଓଟା ଭଲ ଲାଗିଥିବ। ତ ଯାହା ବି ହଉ, ଆପଣ ଏଇ ହିସାବରେ ଯଦି ପଢ଼ାପଢ଼ି କରିବେ, ତାହେଲେ ଗୋଟେ ଭଲ ସ୍କୋର୍ କରିପାରିବେ। କାହିଁକିନା ଆପଣଙ୍କ ଉପରେ ଡିପେଣ୍ଡ, ଆପଣ ଯଦି ସେମିତି ପଢ଼ାପଢ଼ି କରିବେ, ତାହେଲେ ହିଁ ରେଜଲ୍ଟ ଭଲ ରହିବ। ତ ଭିଡ଼ିଓଟା ଯଦି ଭଲ ଲାଗିଛି, ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ ଆଉ ସେୟାର ମଧ୍ୟ କରିଦେବେ। ଜୟ ଜଗନ୍ନାଥ।